नमस्कार, जय जगन्नाथ, सुप्रभात। तो बंधुगण, यही सुंदर मंदिर टू देखिकी आपण मैंने जापारे जे काली मुझे स्टे करी। तो यहाँ आज्ञा किसी प्लान नाला हेले ये आखपाखे भी किसी पेट्रोल टांगी नाला। पेट्रोल टांगी जावाक मत 5 किलोमीटर जावाक पड़ता। तेणुक मुझे डेरी नक कहली आज ये तो रही रात भी देख पारि था ये जगह टे कि तुहा तुहा वर्षा होता थकी तो आसती ना से देखे पारे सकाल हो किंतु वर्षार छाड़बार टी ना गंध धरुनी। तो बंधुगण आम आमर नेक्स्ट डेस्टिनेशन को चलले जोड़ा हूँ रेंगाल डैम। जाहू आज्ञा से जगह छाड़ी पलि आसले भल कले कहीं एत धूली जे आप कहया न सरे। देखिल तो आज्ञा केतक धूली एटा भूल नुह से जाणी तैयारी कर एमती धुआं धुआं करदे मुझे काटिकी जीवी ना तापर एंट्री सीनटा बढ़िया हम से आमको अति शीघ्र एमती जगह को जाकि पहुँचा पड़ो जोटी कि ना ये ट्रक रहा आसा तो नथिबा जमती। मंगुली पछपटे टी विश्राम मांगला कहला तू खाली रहबू ना कौन मो भी टी रह। तो बंधुगण आपण मैंने देखिपे जे चारिआडे हरा भरा खेत खलियान जोटा कि आपण मानू जो एत समय है आपण मैंने ट्रक एका देखिकी बोर हो जाऊे एवं आपण मानू देखिकी शांति लगुव निहाती। आम ट्रक लाइन रु बाहर की पलि आसिले ट्रक तो देखा हे जमती हेले ता पूर्व एमती जगार टिके मजा उठे नि। बंधुगण आम जाऊे तो रेंगाली डैम अभिमुखे तो से जड़े भाईना मत कहले जे ये रामेश्वरम बोली गोटे जगह अच्छी आपड़ जापर। तो मोर अधा इच्छा तो थिला तो बाटरे छोट पिला देखा गले तो से कहले भाई आम भी तुम सहित जीवु आउ तुम चल रामेश्वरम पहाड़ टिकी जा। तो से कथा तो से कथा रखा पड़ा तो भी धरिकी आसा पड़ा। तो बेसी समय तो आम नबानी सहित टे टाइम बिताई सहित पलि आसिली 15-20 मिनट पर जीवा ये बाहर। तो बंधुगण यही मैंने हूँ मोर कुनी सांग मैंने जो मैंने यही भाया जगह टी मत आनी। तो समस्त ना कहीदे पे मैंने भल जो क्लास अटेंडेंस दौर ना रे। तो मोर तो आज्ञा जीवार थिला जे रेंगाल डैम आड़े जीवार थिला। तो पिला माने कहले जे चलो ये गोटे भल दर्शनीय जगहटे अच्छी तो हेटिकी जी बाहरी। तो पिलामानंकर कथा को रक्षा करी तो आम मैंने चली आसलु। तो देखा एवं जाकि रेंगाल डैम पाखे। तो प्रिय दर्शक माने आपण माने देखुवा ये रेंगाली डैम अनुगुल टाउन रु 70 किलोमीटर। आज्ञा मु ए जगह को स्किप कर दे थांती कारण मु जानी थी जे पहुंचला बेल को प्राय संध्या हो आ लाइट अभाव वीडियो जाक मो हिसाब से काच भली आसबनी। आ हाँ
ଜଙ୍ଗଲି ରାସ୍ତାରେ ମୋତେ ଯିବାକୁ ବି ପଡ଼ିଥିଲା, ତେଣୁକରି ବେଶୀ ଟାଇମ୍ ବି ରହିହେବନି। ତାପରେ ଭାବିଲି ଯେ 100-150 କିଲୋମିଟର ଭିତରେ କିଛି ଦର୍ଶନୀୟ ସ୍ଥାନ ନାହିଁ, ତେଣୁକରି ଏଇ ଜାଗା ଚାଲ ବୁଲିକି ପଳେଇ ଆସିବା। ତ ପାଖାପାଖି ମୋତେ 20-25 ମିନିଟ୍ ଥିଲା ଏ ଜାଗା ଏକ୍ସପ୍ଲୋର କରିବାକୁ। ତ ବନ୍ଧୁଗଣ ଆମେମାନେ ଶେଷରେ ପହଞ୍ଚିଗଲେ ଆପଣଙ୍କର ପ୍ରିୟ ରେଙ୍ଗାଲି ଡ୍ୟାମ୍କୁ। ତ ଏଇଠି ଆପଣମାନେ ଦେଖିପାରିବେ ଯେ ଯେଉଁଠୁ ଆରମ୍ଭ କରିଥିଲେ ଆମ ଯାତ୍ରା, ମାନେ ଗୋଳିପାଣିରୁ ଆରମ୍ଭ କରିଥିଲେ ଆଉ ସେଇ ଗୋଳିପାଣିରେ ହିଁ ଆସିକି ଶେଷ ହେଲା। ତ ଆଜ୍ଞା ମୁଁ ଯେତେବେଳକୁ ଘରୁ ବାହାରୁଛି ସେତେବେଳକୁ ବହୁତ ବର୍ଷା ହେଉଛି, ମୋ ଟ୍ରିପ୍ ବି କ୍ୟାନସଲ୍ ହେଇଯାଉଛି, କିନ୍ତୁ ଏବେ ଦେଖିଲା ବେଳକୁ ସେ ପାଣି ହେତେ ଯାଉନି। ମୁଁ ଆସିଥିଲି ନା ଏ ଯେଉଁ ଫ୍ଲୋଟା ଯେଉଁ ପଡ଼ିବ ସେଇଟା ଦେଖିବାକୁ, କିନ୍ତୁ ସେଟା ନାହିଁ। ଯାହା ଅଛି ଏତିକିରେ ସନ୍ତୁଷ୍ଟ ହେଇଯାଆନ୍ତୁ ଆଉ। କାଲି ବର୍ଷା ପଡ଼ିଯାଇଥିଲା ବୋଲି ଏବେ ଯେଉଁ ଗ୍ରୀନ୍ ଯେଉଁ ଦେଖାହେଉଛି ସେଇଥିରେ ମଜା ଆସିଯାଉଛି। ମୁଁ ତ ଆଜ୍ଞା ଘରୁ କିଛି ଖାଇକି ଆସିନି, ସେଇଥିପାଇଁ ତ ଆପଣ ତ ଜାଣିଥିବେ ପେଟ ତ ପୁରିଯିବ ଏଇଗୁରା ଦେଖିକିନା ମୋର। ମୁଁ ଏକା କାହିଁକି ଗୋଳି ପାଣି ଦେଖିବି, ଆପଣମାନେ ବି ଟିକେ ଗୋଳି ପାଣି ଦେଖନ୍ତୁ, ମିଶିକି ଦେଖିବା ନା। ଏ ଜାଗାରେ କ୍ୟାମ୍ପିଂ କରିବାକୁ ଆଜ୍ଞା ବହୁତ ଇଚ୍ଛା ଥିଲା, ହେଲେ ଆଜିର କୋଟା ପୂରଣ ହେଇନଥିଲା। ମାନେ 50 କିଲୋମିଟର ଆଜ୍ଞା ସାଇକେଲିଂ କରିଥିଲି, ଆଉ 25 କିଲୋମିଟର ମୋତେ ଚଲେଇବାର ଥିଲା। ତ ସେଟା ଶେଷ କରି ଶେଷରେ ଏଇ ପେଟ୍ରୋଲ ପମ୍ପରେ ମୁଁ ଆଶ୍ରା ନେଇଥିଲି। ଆମର ଆଜ୍ଞା ଟ୍ରାଭେଲରଙ୍କ ପାଇଁ ଏ ଜାଗା ହେଉଛି ହୋଟେଲ, କାରଣ ୱାସରୁମ୍ ସୁବିଧା, ପିଇବା ପାଣିର ସୁବିଧା ଥାଏ। ଖାଲି କ୍ୟାମ୍ପିଂ ବେଳେ ଗରମ ଯାହା ଲାଗେ। ଛାଡ଼, ଏଇ ତ ଆମ ଜୀବନ ନା। ତ ବନ୍ଧୁଗଣ, ତ ଆଜିଠୁ ଓଡ଼ିଶା ଶେଷ, ନୁଖୁରା ମୋ କେଶ, ଯିବା ଆଉ ଗୋଟେ ପ୍ରଦେଶ। ୱାଃ! ତ ବନ୍ଧୁଗଣ, ଏଇଠୁ ଆମେ ରାଉରକେଲାଠୁ ପ୍ରାୟ 20-25 କିଲୋମିଟର ପରେ ଓଡ଼ିଶାର ବର୍ଡ଼ର ଆସିଯିବ। ଆଉ ଗୋଟେ ଷ୍ଟେଟ୍ରେ ତ ବାଜିବାକୁ ପଡ଼ିବ, ମାନେ ରାଞ୍ଚିକୁ ଯିବାକୁ ପଡ଼ିବ। ତେଣୁକରି ମୋର ଜର୍ଣ୍ଣି ଶେଷ ହେଲା ଓଡ଼ିଆରେ କଥାବାର୍ତ୍ତା। ଏବେଠୁ ଆମେ ହିନ୍ଦୀ କହିବା। ଚାଲନ୍ତୁ, ଆମକୁ ସକାଳ ସୁଦ୍ଧା 25-30 କିଲୋମିଟର ଚଲେଇବାକୁ ପଡ଼ିବ, ଆଉ ଦ୍ୱିପହରେ ଟିକେ ରେଷ୍ଟ ନେଇକି ପୁଣି ଆଉ 30-40 କିଲୋମିଟର ଚଲେଇବାକୁ ପଡ଼ିବ। ତେଣୁକରି ମୁଁ ଆଶା ରଖିଛି ଯେ ପ୍ରାୟ ଦିନକୁ 70-75 ଚଲେଇବି। ମଙ୍ଗୁଳି ରେଡ଼ି ହେଇଗଲାଣି, ଆଉ ଆମର ପାହାଡ଼ ପର୍ବତମାନ ସିଏ ବି ରେଡ଼ି ହେଇଯାଇଛନ୍ତି, ଯେ କହୁଛନ୍ତି ଯେ ଆସ ବାଟ ଯାକ ଆସ, ଦେଖିବ ଏମିତି ଏମିତି ଭିଉ, ଘର ଛାଡ଼ିକି ଆସିଛ ମାନେ ଭଲ ଭଲ ଭିଉ ଦେଖିକି ଯିବ। ଆପଣମାନେ ଆସିଗଲେ? ତ ବନ୍ଧୁଗଣ, ଆମେ ଏବେ ପ୍ରାୟ ପାଖାପାଖି 25 କିଲୋମିଟର ଚଲେଇ ସାରିଲେଣି। ଏମିତି ତ ଏଇ ଜାଗାରେ କିଛି ସ୍ପେଶିଆଲ ଜିନିଷ ନାହିଁ, କିନ୍ତୁ ଏଇ NHରେ ଏତେ ଶାନ୍ତ ପରିବେଶ ଟିକେ ପାଇଗଲେ ତ ମୁଁ ଭାବିଲି ଆପଣମାନଙ୍କ ସହିତ ଟିକେ କଥା ହେଇଯିବା। କାହିଁକିନା ଉଠାଣି ଗଡ଼ାଣିଆ ଏମିତି ରହୁଛି ଯେ ଚଲେଇବାକୁ ମଜା ଲାଗୁଛି। ଫ୍ଲାଟ୍ ରାସ୍ତା ହେବ ଯେ ଚଲେଇବ। ହଁ, ତ ଏମିତିଆ ରାସ୍ତାରେ ମୁଁ କହିଲି ଆମର ସକାଳର ଭୋଜନଟା ସାରିଦେବା, ଯେଉଁଟାକି ମୁଁ କଦଳୀ 3-4ଟା ଆଣିଛି ଖାଇବି। କଦଳୀ ଅଭ୍ୟାସ ଆଜ୍ଞା ମୋର ସବୁବେଳେ, କାହିଁକିନା ଆମର ଖଣ୍ଡଗିରି ପାଖରେ ଘର ତ କଦଳୀ ବାଦାମ ସବୁବେଳେ ମୋତେ ପସନ୍ଦ। ସବୁଠୁ ଶସ୍ତା ସୁନ୍ଦର ହେଉଛି ଏଇଟା। ତ ବନ୍ଧୁଗଣ, ମୁଁ ଏଇନା ବାହାରିଛି, ଏଇଠି ପହଞ୍ଚିଲି ଜଷ୍ଟ ବୀରମିତ୍ରପୁରରେ। ତ ଏଇଠି କେତେଜଣ ଭାଇମାନେ ଏଇଠି ଦେଖାହେଲେ, ଆଉ ସେମାନେ ମୋତେ ପାଣି ଆଉ ଚକୋଲେଟ୍ ଦେଇକି ତ ଏଠି ସ୍ୱାଗତ ଜଣାଇଛନ୍ତି। ଏମାନେ ମୋତେ ଗଲାବେଳୁ ବହୁତ ଗୁଡ଼ାଏ ଆଡ଼ଭାଇସ୍ ତ ଦେଇଛନ୍ତି ବଡ଼ ଭାଇ ହିସାବରେ। ତ ଦେଖାଯାଉ, ଭାଇମାନେ ତ କହିଛନ୍ତି ଭଲରେ ଭଲରେ ହେଇଯିବ ବୋଲି, ତ ସେଇ ଆଶା ନେଇ ଯାଉଛି ଆଉ। ଆମେ ଏବେ ଝାଡ଼ଖଣ୍ଡ ରାଜ୍ୟରେ ପହଞ୍ଚିଲେ, ତ ଏବେଠୁ ଆମର ହିନ୍ଦୀ କହିବା ଆରମ୍ଭ ହେଇଯିବ। ଘରୁ ଆଜ୍ଞା ବାହାରିକି ଯେଉଁ ଗୋଟେ ନୂଆ ଷ୍ଟେଟ୍କୁ ସାଇକେଲିଂ କରିକି ଆସିବାକୁ ଯେଉଁ ମଜା, ଏବେ ଏଇଟା ଅନୁଭୂତ ହେଉଛି। ତ ସେଠାକାର ଭାଇ ଲୋକମାନଙ୍କ ସହିତ ତ ବହୁତ କଥାବାର୍ତ୍ତା ହେଇକି ଆସିଲି, ତ ଭଲ ଲାଗିଲା ସେମାନଙ୍କ ସହିତ କଥାବାର୍ତ୍ତା ହେଇକି ଆଉ। ଏବେ ଆମେ ବୀରମିତ୍ରପୁରରୁ ବାହାରିକି ଜଷ୍ଟ ଓଡ଼ିଶା କ୍ରସ୍ କଲେ। ଦେଖାଯାଉ ଝାଡ଼ଖଣ୍ଡରେ ଆମେ କେତେ ଦିନ ବିତାଉଛେ ଆଉ। ଦେଖାଯାଉ, ଭଲ ଲୋକ ମିଳିଗଲେ ତ ଆହୁରି ବଢ଼ିଆ କଥା ନା।
ଆପଣମାନେ ତ ଜାଣିଛନ୍ତି ଯେ ଆମେ ଓଡ଼ିଶା ଛାଡ଼ିକି ଝାଡ଼ଖଣ୍ଡରେ ପଶିଛେ। ଏଇଠି ସାମାନ୍ୟ ମୁଁ ଥକି ପଡ଼ିଲି। ଦେଖନ୍ତୁ ଖାଲି ଜଙ୍ଗଲ ହିଁ ଜଙ୍ଗଲ ଏଇଠି, ଖାଲି ବାକି ଟିକେ ଘାଟି ରାସ୍ତା ଗୁଡ଼ା ଛୋଟ ବଡ଼ ହେଇକି ଘାଟି ରାସ୍ତା ଗୁଡ଼ା ପ୍ରବଳ। ଏବେ ଟିକେ ଉଠାଣି ରାସ୍ତା ରହିଛି ତ ଖାଇଥିଲି ଜଷ୍ଟ ବୋଲି ଟିକେ ଅସୁବିଧା ହେଉଛି। ତ ଏଇ ଆଖପାଖରେ ଟିକେ ଲୁପ୍ତ ଉଠେଇ ଦେଇକି ଦେଖୁଥିବେ ତ ଜଙ୍ଗଲ, ଭାବନ୍ତୁ ମୋତେ କେତେ ବଢ଼ିଆ ଲାଗୁଥିବ। ତ ଆଖପାଖରେ ଟିକେ ଲୁପ୍ତ ଉଠେଇ ଦେଇକି ଆମେ ସାଙ୍ଗେ ସାଙ୍ଗେ ବାହାରିଯିବା। ଏବେ 4:30 ହେଇଛି, ତେଣୁକରି ଆଉ 2.5 ଘଣ୍ଟା ଖଣ୍ଡେ ମୋତେ ସାଇକେଲ ଚଲେଇବାର ଅଛି। ଯେଉଁଠି ପହଞ୍ଚିଲେ ଆଉ କ'ଣ ଅଛି। ପଛଘୁଞ୍ଚା ନାହିଁ ଅଜୁର ଜାତକେ, ବରଷାକୁ ମୋତେ ନାହିଁ ହେ ଡର। ଭଲ ଲାଗିଲେ ଆଜିର ଭିଡ଼ିଓ ଲାଇକ୍ ସବସ୍କ୍ରାଇବ୍ ଖୁବ୍ କର। ତ ଦେଖା ହେବା ଏକ ନୂଆ ଅଧ୍ୟାୟରେ। ରହୁଛି, ଜୟ ଜଗନ୍ନାଥ।